ରାଉରକେଲା ବନ ବିଭାଗ ପକ୍ଷରୁ ପୁଣି ଥରେ 40ଟି ଶୁଆ ଶାବକ ଜବତ। ଲାଠିକଟା ଥାନା ଅଞ୍ଚଳର ବାସିନ୍ଦା ତାହିର ଅନସାରୀଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଡିଏଫ୍ଓ ଯଶବନ୍ତ ସେଠୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଆମର ଯୋଉ 23 ତାରିଖ ଭିତରେ ଆମେ 82ଟି ଶୁଆ ଆମେ ରିକଭର କରିଥିଲୁ। ତ ସେଥିରେ ଯୋଉ ଦି ଜଣ ଇନଭଲଭମେଣ୍ଟ ଥିଲେ ତାଙ୍କର ଇନଭେଷ୍ଟିଗେସନ କରିବାରୁ ଆଜି ଆମେ ଖବର ପାଇଥିଲୁ ଗୋଟେ ଯେ ଜଣେ ତାହିର ଅନସାରୀ ନୂଆ ଗାଁ ଲାଠିକଟା ଥାନା ଅଞ୍ଚଳର ସିଏ କିଛି ଶୁଆ ରଖିଛି। ତ ଆମର ଯୋଉ ଟିମ୍ ଗଲେ ପ୍ରସନ୍ନ ପ୍ରଧାନ ସହିତ ଅନ୍ୟ ଆମର ମୋବାଇଲ ସ୍କ୍ୱାଡ୍ ଗଲା ପରେ ସେଠି ଦେଖିବାକୁ ପାଇଲେ କି ସେଠି 40 ଗୋଟି ଶୁଆ ସେ ରଖିଛି। ତ ତାକୁ ଆମେ ଏପ୍ରେଣ୍ଡ କଲା ପରେ ଆଣିକି ପୁଣି ପୁଛତାଛ କଲା ପରେ ଜଣା ପଡିଲା ଯେ ସେଇ ଗ୍ରୁପର ଏଥିରେ ସେ ମଧ୍ୟ ଇନଭଲ୍ଭ ଅଛି। ତ ବେସିକାଲି ଏ ଲୋକଟି ଆମର ଯେହେତୁ ଆମ ଅଞ୍ଚଳର ଏରିଆର ରାଉରକେଲା ପାଖାପାଖି ଅଞ୍ଚଳର ସିଏ ଆମର ଜଙ୍ଗଲ ଏରିଆରୁ ସିଏ କଲେକ୍ସନ କରୁଥିଲା। କଲେକ୍ସନ କରିକି ସିଏ ନିଜ ଘରେ ରଖିଲା ପରେ ଯୋଉ ଦି ଜଣ ଏବେ ଫେରାର ଅଛନ୍ତି ଯୋଉମାନେ ଆକ୍ଚୁଆଲି ରିଏଲ ସ୍ମଗଲିଂ କରୁଥିଲେ ତାଙ୍କୁ ଏ ସାପ୍ଲାଇ କରିବା କଥା। ତ ଯେହେତୁ ସେମାନେ ଏବେ ଫେରାର ଅଛନ୍ତି ଇଏ ଆଉ ତାଙ୍କୁ ସାପ୍ଲାଇ କରିପାରୁନି। ତ ତାଙ୍କ ପାଖରୁ ମଧ୍ୟ ଇଏ 10,000 ଟଙ୍କା ଆଡଭାନ୍ସ ନେଇଥିଲା। ତ ବର୍ତ୍ତମାନ ତାଙ୍କର ସେ ଯୋଉ ବ୍ରେକ୍ ଟାକୁ ଆମେ ଭାଙ୍ଗିବା ପାଇଁ ବର୍ତ୍ତମାନ ଚେଷ୍ଟା କରୁଛୁ। ଦେଖନ୍ତୁ ସେ ବିଭିନ୍ନ ରେଟ୍ ଅଛି ଯେହେତୁ ତାଙ୍କ ସାଇଜ ଅନୁଯାୟୀ ଡିପେଣ୍ଡ କରୁଛି। ଶୁଆର ସାଇଜ କୁ ବେସ୍ କରିକି ସେମାନେ ତାକୁ କିଣିକି ବିକ୍ରି କରୁଛନ୍ତି। ଏଗୁଡ଼ା ହାର୍ଡଲି 10 to 15 days ହବ। ସେ ଯୋଉ ଦି ଜଣ ସ୍ମଗଲିଂ ମାନେ ଏବେ ଫେରାର ଅଛନ୍ତି ତାଙ୍କୁ ଆମେ ଆପ୍ରେହେଣ୍ଡ କଲା ପରେ ଡିଟେଲଟା ଜଣା ପଡିବ ଯେ କୋଉ ଅଞ୍ଚଳକୁ ନାଇଁ ବେସିକାଲି ଏଇ ସିଜନରେ ଯେହେତୁ ଆମର ଶୁଆର ଏଟା ବ୍ରିଡିଂ ଥାଏ ତ ଆମେ ଏଇ ବର୍ଷ ତାକୁ ଆମେ ଟାର୍ଗେଟ କରିକି ବର୍ତ୍ତମାନ ଏଇ ଜିନିଷଟାକୁ ଆମେ ଏକ୍ସପୋଜ କରୁଛୁ। ଦେଖନ୍ତୁ ଆମେ ବର୍ତ୍ତମାନ ତାଙ୍କର ପ୍ୟାରେଣ୍ଟାଲ କେୟାର ଦିଆଯାଉଛି, ପ୍ରପର କେୟାର ଆମେ ଦଉଛୁ, ପ୍ରପର ଟାଇମଲି ତାଙ୍କୁ ଫିଡିଂ ଦିଆଯାଉଛି। ତ ଆମର ପିସିସିଏଫ ମହୋଦୟଙ୍କ ସହିତ ଆମେ ଆଲୋଚନା କରିଥିଲୁ। ସେ କହିଲେ ଆମେ କେୟାର ନେବା ପାଇଁ ଆମକୁ ଇନଷ୍ଟ୍ରକ୍ସନ ଦେଲେ। ବର୍ତ୍ତମାନ ଆମ କେୟାରରେ ଅଛନ୍ତି ଏବଂ ତାଙ୍କର ଯେତେବେଳେ ସେମାନେ ଫୁଲ ଫ୍ଲେଜ୍ ଉଡ଼ିବାର ସକ୍ଷମ ହେଇପାରିବେ ତାଙ୍କୁ ଆମେ ନ୍ୟାଚୁରାଲ ଜଙ୍ଗଲରେ ଛାଡ଼ିବୁ ଏବଂ ଯୋଉ ଦିନ ଛାଡ଼ିବୁ ଆପଣମାନଙ୍କୁ ମଧ୍ୟ ଆମେ ଇନଭାଇଟ୍ କରିକି